ଖ୍ରୀଷ୍ଟରେ ପ୍ରିୟ ମୋର ଭାଇ ଭଉଣୀ ସମସ୍ତଙ୍କୁ ମୋର ନମସ୍କାର। ହେଲୋ ଏଭ୍ରିୱାନ୍। ଆପଣମାନଙ୍କ ପାଇଁ ମୁଁ କହିବା ପାଇଁ ଚାହୁଁଅଛି ଆଜି ମୁଁ ବହୁତ ଖୁସିରେ ଅଛି, କାହିଁକିନା ମୁଁ ଆଜି ମୋର ୱାର୍କିଂରେ ଯାଇଥିଲି। ଜଣେ ନାଇଁ କି ତନ୍ତ୍ର ମନ୍ତ୍ର କରିବା ଲୋକ ଆସିକି ମୋତେ କହୁଥିଲା, ସେ ନିଜେ କହୁଥିଲା ମୁଇଁ ଏଟା ସେଟା ମନ କରିବି, ନଶାନି ଏଟା ସେଟା କରିବି, ମଦୁଆ ଛଡ଼ାଇବି କିଟା ଆମର ସବୁ କହୁଥିଲା। ଆର୍ ମୋତେ ନାଇଁ କି ସେ ଟିକେ ହିଣ୍ଟ ମାରିଲା ପରେ କଥା ହେଉଥିଲା। ମୁଇଁ ମୋର ୱାର୍କିଂରେ ଯାଇଥିଲି। ମୋର ୱାର୍କିଂ ହେଲା ଶୁଖୁଆ ଚିଙ୍ଗଡ଼ି। ଆଜିକାଲି ପିଲାମାନେ ନାଇଁ କି ଲାଜ ମିଶା ହେବେ, ମାତର ନାଇଁ କି ସେଟା ଲାଜ ହେଲେ ସେଟା ପେଟ ମରବ, ଲାଜ ହେବାର ନାହିଁ। ନିଜର ଗୋଡ଼େ ନିଜେ ନାଇଁ କି ଗୋଟେ ମାଲିକ ହେବାର ଅଛି। ଲୋକର ଗୋଡ଼ ତଲେ ଚଳବାଟା ନାଇଁ କି ସେଟା ନାଇଁ କି ଗୋଟେ ଲେବର ପରି। ସେଟା ନିଜେ ଯଦି ନାଇଁ କି କିଛି ଗୋଟେ ନାଇଁ କି ବିଜନେସ୍ କରବ ବୋଲେ ନାଇଁ କି ନିଜେ ଗୋଟେ ମାଲିକ। ସେ ମୋତେ ନାଇଁ କି ଟିକେ ହିଣ୍ଟ ମାରୁଥିଲା, ମୁଇଁ ନାଇଁ କି ନଶାନି ଏଟା ସେଟା ଘୁଚାଇ ଦେଇପାରିବି, ମଦୁଆମାନଙ୍କୁ ଛାଡ଼ାଇ ଦେଇପାରିବି, ଏମିତି ସେମିତି ହିଣ୍ଟ ମାରଲା ପରେ ଖରାପ ଭାବ ନାହିଁ ଆଜ୍ଞା। ମୁଇଁ ଗୋଟେ କୋଶ୍ଚିନ୍ କରିବି ବୋଲି କହିଲି। କୋଶ୍ଚିନ୍ କରଲି କୁ ମାପରୁ ମରି କରି ଉଠିଛନ୍ତି ବୋଲି କହିଲି। ହାଲେଲୁୟା। ସେ ପୁରା ସାଇଲେଣ୍ଟ ହେଇ ତାର ପାଟି ପୁରା ବନ୍ଦ ହେଇଗଲା। ମୁଇଁ ଜାଣିବି ନାହିଁ, ମୋତେ ନାଇଁ କି ବଡ଼ ବଡ଼ ପୁସ୍ତକ ନାହିଁ, ମୁଇଁ ଏବେ ନାଇଁ କି ସାନ ସାନ ପୁସ୍ତକ ପଢ଼ୁଛି, ମୁଇଁ ଜାଣି ନାହିଁ ସେଟା ନାଇଁ କି ବଡ଼ ଲୋକମାନେ ଜାଣିଛନ୍ତି। ସେମିତି କହିଲା। ପ୍ରଭୁକୁ କୋଟି କୋଟି ମୋର ଧନ୍ୟବାଦ ଦେଉଛି। ଆଜି ନାଇଁ କି ଗୋଟେ ତନ୍ତ୍ର ମନ୍ତ୍ର କରବା ଲୋକ ପାଖରେ ନାଇଁ କି ମୁଇଁ ଜିତିଛି। ଆମେନ୍। ଯଦି ମୋର ଭିଡ଼ିଓ ଆପଣମାନଙ୍କୁ ଭଲ ଲାଗୁଥାଏ ତ ନିଶ୍ଚୟ ଲାଇକ୍, ସେୟାର ଏଣ୍ଡ କମେଣ୍ଟ କରିବେ। ପ୍ରେଜ୍ ଲର୍ଡ।